ଆସନ୍ତୁ ସମସ୍ତେ ମିଶି ହସିବା, ଆମ ଗାଁକୁ ସୁନ୍ଦର ଭାବରେ ହସେଇବା। ସାଙ୍ଗମାନେ ବହୁତ ଦିନ ହେଲା କବିତା ଲେଖିନି, ନିରାଟ ସତ୍ୟକୁ ନେଇକିରି ଗୋଟେ କବିତା ଉପସ୍ଥାପନ କରୁଛି। ନିଶ୍ଚିତ ଭାବରେ ସମସ୍ତଙ୍କୁ ହୃଦୟକୁ ଛୁଇଁବ। ସବୁବେଳେ ଯେତେବେଳେ ଲେଖେ ନିରାଟ ସତ୍ୟକୁ ନେଇକି ଉପସ୍ଥାପନ କରେ। ଇଏ ଲେଖାଟି ବି ନିଶ୍ଚିତ ଭାବରେ ସମସ୍ତଙ୍କୁ ହୃଦୟକୁ ଛୁଇଁବ। ବହୁତ ଗୁଡ଼ାଏ ୱାର୍କ ବହୁତ ଲୋକ କରୁଥିବେ, ଅନ୍ୟମାନଙ୍କ ହୃଦୟକୁ ପାଖକୁ ପହଞ୍ଚି ପାରେନି, ଅଧା ବାଟରେ ରହିଯାଏ। ଠିକ୍ ସେମିତି ଯେମିତି ଆମେ ଗୁଡ଼ାଏ କାମ କରୁଛୁ, ସରକାର ତଥା ମନ୍ତ୍ରୀ ପାଖରେ ପହଞ୍ଚି ପାରୁନି। ତ ଆମେ ଯେମିତି ଦୁଃଖୀ ଦରିଦ୍ରକୁ ସେମିତି ହିଁ ରହିଯାଇଛୁ। ତ ମୋର ଇଏ ନିରାଟ ସତ୍ୟତାକୁ ମୁଁ ଉପସ୍ଥାପନ କରିଛି। ନିଶ୍ଚିତ ଭାବରେ ସବୁ ଅଙ୍ଗନବାଡ଼ି ଭଉଣୀମାନଙ୍କ ପାଖରେ ପହଞ୍ଚିବ। କାଲି ଆମ ଆନ୍ଦପୁର ମୋରି ସ୍କୁଲକୁ ଲାଗିଛି ଶିଶୁ ମନ୍ଦିରକୁ, ମୋରି ପାଚେରିକି ଶିଶୁ ମନ୍ଦିର ଲାଗିଛି। ତ ସେଇଠିକି ଆସିଥିଲେ ମନ୍ତ୍ରୀ ମହୋଦୟ। ତ ତାଙ୍କ ପାଖରେ ମୋର ପିଲାଗୁଡ଼ା ବଢ଼ିଆ ଡ୍ୟାନ୍ସ ଫ୍ୟାନ୍ସ ସବୁ କରିଥିଲେ। ସମସ୍ତେ ହାପି ଥିଲେ, ଖୁସି ଥିଲେ। ତ ତାକୁ ବିଶେଷ କରିକିରି ଆମ ଅଙ୍ଗନବାଡ଼ି ଭଉଣୀମାନଙ୍କର କିଛି ଇଏକୁ ବିଶେଷ କରିକିରି ମୋର ଏଇ କବିତାଟି ଲେଖିଛି। ନିଶ୍ଚିତ ଭାବରେ ସମସ୍ତଙ୍କ ହୃଦୟକୁ ଛୁଇଁବ। ପ୍ରଥମ ସ୍କୁଲରେ ପିଲାଟିର ଯେବେ ବାର୍ଷିକ ଉତ୍ସବ ଆସେ, ବାପା ମା ଦୁହେଁ ଖୁସି ହୋଇ ତାଙ୍କ ମନ ଉଲ୍ଲାସି ଉଠେ। ପ୍ରଥମ ସ୍କୁଲରେ ପିଲାଟିର ଯେବେ ବାର୍ଷିକ ଉତ୍ସବ ଆସେ, ବାପା ମା ଦୁହେଁ ଖୁସି ହୋଇ ତାଙ୍କ ମନ ଉଲ୍ଲାସି ଉଠେ। ନୂଆ ନୂଆ ଚିକିମିକି ଡ୍ରେସ୍ ସହିତ ଲେହେଙ୍ଗା କେତେ ଯେ କିଣନ୍ତି, ଉତ୍ସବ ସମୟରେ ପେଣ୍ଡାଲ ତଳେ ବସି ଖୁସି ହୋଇ ତାଳି ଗୋଟେ ମାରି ଦିଅନ୍ତି। ନୂଆ ନୂଆ ଚିକିମିକି ଡ୍ରେସ୍ ସହିତ ଲେହେଙ୍ଗା କେତେ ଯେ କିଣନ୍ତି, ଉତ୍ସବ ସମୟରେ ପେଣ୍ଡାଲ ତଳେ ବସି ଖୁସି ହୋଇ ତାଳି ଗୋଟେ ମାରି ଦିଅନ୍ତି। ମନେ ମନେ କେତେ ଯେ ଭାବନ୍ତି, ପ୍ରଥମ ଥର ଝିଅ ପୁଅ ତାଙ୍କ ନାଚୁଛନ୍ତି, କିନ୍ତୁ ତାଙ୍କ ଅଜାଣତରେ କେତେ ଯେ ନାଚ ଅଙ୍ଗନବାଡ଼ିରେ ନାଚିଛନ୍ତି। ମନେ ମନେ କେତେ ଯେ ଭାବନ୍ତି, ପ୍ରଥମ ଥର ଝିଅ ପୁଅ ତାଙ୍କ ନାଚୁଛନ୍ତି, କିନ୍ତୁ ତାଙ୍କ ଅଜାଣତରେ କେତେ ଯେ ନାଚ ଅଙ୍ଗନବାଡ଼ିରେ ନାଚୁଛନ୍ତି। ମା'ର ଗର୍ଭରୁ ଶିଶୁ ଜନ୍ମର 6 ବର୍ଷ ଯାଏ 90% ବିକାଶ ହୁଏ, ଏକଥା କେବଳ ଅଙ୍ଗନବାଡ଼ି କର୍ମୀ ଛଡ଼ା ଆଉ କାହାର କି ମନେ ଥାଏ। ମା'ର ଗର୍ଭରୁ ଶିଶୁର ଜନ୍ମର 6 ବର୍ଷ ଯାଏ 90% ବିକାଶ ହୁଏ, ଏକଥା କେବଳ ଅଙ୍ଗନବାଡ଼ି ଛଡ଼ା ଆଉ କାହାର କି ମନେ ଥାଏ। ନେତା ମନ୍ତ୍ରୀ ଜନତା ସହିତ ଅଭିଭାବକ ଓ ଶିକ୍ଷକ କେତେ ଯେ ଖୁସି ହୁଅନ୍ତି, ପିଲାଟିକୁ ସୁନ୍ଦର ପୁରସ୍କାର ଦେଇ ଧନ୍ୟବାଦ ଧନ୍ୟବାଦ ଯେ କହନ୍ତି। ନେତା ମନ୍ତ୍ରୀ ଜନତା ସହିତ ଅଭିଭାବକ ଓ ଶିକ୍ଷକ କେତେ ଯେ ଖୁସି ହୁଅନ୍ତି, ପିଲାଟିକୁ ସୁନ୍ଦର ପୁରସ୍କାର ଦେଇ ଧନ୍ୟବାଦ ଧନ୍ୟବାଦ ଯେ କହନ୍ତି। କିନ୍ତୁ ପ୍ରକୃତ ଲୋକଟି ଧନ୍ୟବାଦ ପାଇଁ ଯେ ଯୋଗ୍ୟ, ତାକୁ ସବୁ ଭୁଲି ଯାଆନ୍ତି। କିନ୍ତୁ ପ୍ରକୃତ ଲୋକଟି ଧନ୍ୟବାଦ ପାଇଁ ଯେ ଯୋଗ୍ୟ, ତାକୁ ସବୁ ଭୁଲି ଯାଆନ୍ତି। କାମ ପଡ଼ିଲେ ଅଙ୍ଗନବାଡ଼ି କର୍ମୀକୁ ଯେ ମନେ ପକାନ୍ତି। କାମ ପଡ଼ିଲେ ଅଙ୍ଗନବାଡ଼ି କର୍ମୀକୁ ଯେ ମନେ ପକାନ୍ତି। ସମସ୍ତଙ୍କ ଦରମା ବଢ଼ୁଛି, ହେଲେ ତା'ର ଦରମା କେବେ ବଢ଼ିବ ସେ ବସି ବସି ଭାବୁଛି। ସମସ୍ତଙ୍କ ଦରମା ବଢ଼ୁଛି, ହେଲେ ତା'ର ଦରମା କେବେ ବଢ଼ିବ ସେ ବସି ବସି ଖାଲି ଭାବୁଛି। କେତେ ଯେ ବରଷ ଗଲାଣି ଆମ ଅଙ୍ଗନବାଡ଼ି ଭଉଣୀ କଥା କେନ୍ଦ୍ର କାହିଁ ପଚାରୁଛି। କେତେ ଯେ ବରଷ ଗଲାଣି ଆମ ଅଙ୍ଗନବାଡ଼ି ଭଉଣୀ କଥା କେନ୍ଦ୍ର ଯେ କାହିଁ ପଚାରୁଛି। ରାଜ୍ୟ ଟିକେ ଟିକେ ଆମ କଥା ଶୁଣୁଛି ବୋଲି ଆମ କାନରେ ଟିକିଏ ବାଜୁଛି। ରାଜ୍ୟ ଟିକେ ଟିକେ କଥା ଆମ ଶୁଣୁଛି ବୋଲି ଆମ କାନରେ ଟିକେ ବାଜୁଛି। ଯଦି ଅନେକ ସଙ୍ଗରେ ଭଉଣୀ ମୋର ବିଭାଜନ ହୋଇ ବୁଲିବୁ, ଯଦି ଅନେକ ସଙ୍ଗରେ ଭଉଣୀ ମୋର ବିଭାଜନ ହୋଇ ବୁଲିବୁ, ଗୋଟିଏ ସଙ୍ଗରେ ରହିଲେ ଯାଇ ତୁ ସବୁ ହକ୍ ତୁ ପାଇବୁ। ଗୋଟିଏ ସଙ୍ଗରେ ରହିଲେ ଯାଇ ତୁ ସବୁ ହକ୍ ତୁ ପାଇବୁ। 50 ବର୍ଷର ସ୍କିମ୍ ଆଜି 2000 ଦରମା ହୋଇଛି। 50 ବର୍ଷର ସ୍କିମ୍ ଆଜି 2000 ଦରମା ହୋଇଛି। କେମିତି କହିଲ? ଆମେ ଆଗରୁ ଯେଉଁ 2000 ଟଙ୍କା ପାଉଥିଲୁ, ଫାଷ୍ଟ 10 ମସିହାରେ ଚାକିରି କରୁଥିଲୁ, 2010 ମସିହାରେ 2000 ଟଙ୍କା ପାଇଥିଲୁ। କେମିତି କହିଲେ? 10,000 ମୂଲ୍ୟ ଆଜିକା ଦିନରେ 2000 ସମାନ ହୋଇଛି। ତ ଦରଦାମ ଯେଉଁ ଭଳିଆ ଭାବରେ ବଢ଼ିଛି, 2000 ଟଙ୍କା ନେଇକରି ଆମେ ଯେଉଁ ଜିନିଷ ପାଉଥିଲୁ, ଆଜି 10,000 ନେଲେ ବି ସେଇ ଜିନିଷ ଏକା ଜିନିଷ। ତାହେଲେ କିଛି ଫରକ ନାହିଁ। କାଲି ଯେଉଁ 2000 ଟଙ୍କା ପାଉଥିଲୁ, ତା ସହିତ ଆଜି 10,000 ସମାନ। ତା'ମାନେ ବଢ଼ିଲା କୋଉଠି ଦରମା ଆମର। ଦରଦାମ ତ ଆଜି ହୁ ହୋଇ ବଢ଼ି ଚାଲିଛି। ନୂତନ ଶିକ୍ଷାନୀତି ତ ଶୁଣୁଥିଲୁ, ଆଗରୁ ଆମ ଅଙ୍ଗନବାଡ଼ି ପାଇଁ କିଛି ଭଲ ରହିଛି। ଦେଖିବା ଭବିଷ୍ୟତ ଆମ ପାଇଁ କ'ଣ ଖୁସି ଖବର ନେଇ ଆସୁଛି।
ନୂତନ ଶିକ୍ଷାନୀତି ତ ଶୁଣୁଥିଲୁ ଆଗରୁ, ଆମ ଅଙ୍ଗନବାଡ଼ି ପାଇଁ କିଛି ଭଲ ରହିଛି। ଦେଖିବା ଭବିଷ୍ୟତ ଆମ ପାଇଁ କ'ଣ ଖୁସି ଖବର ନେଇ ଆସୁଛି। ଥ୍ୟାଙ୍କ ୟୁ। ନେତା ମନ୍ତ୍ରୀଠୁ ଆରମ୍ଭ କରି ଜନତା, ଅଭିଭାବକ, ଶିକ୍ଷକ ସମସ୍ତେ ଗୋଟିଏ ପିଲାକୁ ଦିଅନ୍ତି ହେଉଛି ଆଶୀର୍ବାଦ, ପୁରସ୍କାର ଦିଅନ୍ତି। ତ ତାର ଆଶୀର୍ବାଦ ପୁରସ୍କାର ପଛରେ 90% ଡେଭଲପ୍ ଯିଏ କରେ ତାକୁ ଭୁଲି ଯାଆନ୍ତି। ସିଏ ହେଉଛି ଅଙ୍ଗନବାଡ଼ି କର୍ମୀ। ପ୍ରକୃତରେ ଅଙ୍ଗନବାଡ଼ି କର୍ମୀ ଯେଉଁ ଘରେ ଥିବେ ସେଇ ଘରର ସେଇ ଲୋକମାନେ ଜାଣିଥିବେ ଅଙ୍ଗନବାଡ଼ି ଭଉଣୀ କେତେ କାମ କରେ, କେତେ ପରିଶ୍ରମ କରେ। ଆଉ ଯେତେବେଳେ ପଇସା ପାଏନି ସମସ୍ତଙ୍କର ଦରମା ବଢ଼େ, ଆଉ ଘୁମୁରି ଘୁମୁରି ସେ କାନ୍ଦେ ଆଉ ଦୁଃଖ ପାଏ। ଥ୍ୟାଙ୍କ ୟୁ। ମୋର ଏଇ କବିତାଟି ନିଶ୍ଚିତ ଭାବରେ ସମସ୍ତଙ୍କ ହୃଦୟ ପାଖକୁ ପହଞ୍ଚିବ। ବହୁତ ଦିନ ପରେ ଲେଖୁଛି, ଲେଖିବା ପାଇଁ ମୋର ଇଚ୍ଛା ଅଛି କିନ୍ତୁ ସମୟ ନାହିଁ। ମାତ୍ର 10 ମିନିଟରେ ଲେଖିଛି। ଥ୍ୟାଙ୍କ ୟୁ। ପୁଣି ଚାଲିବି ବ୍ଲଗ୍କୁ ଆଉ 2ଟା ବେଳେ।